प्रदान करके आज बोऊ मानक श्रीमती प्रतिभा प्रधान। डिस्प्ले टाइमर चली जाए शरीर देखिए जदि रास्तार टे छुट्टी पड़े प्रथम बो ही मन को आसे जदि खाइबाटा रास्तार आम कौटी न मिले बो कथा से मन पड़े प्रत्येक दिन एमती मनुष्य जीवन में जो दिन बो मन पड़े किंतु एबे जो बो मैंने अच्छा घरे कथा एबे जो मैंने आम अच्छु कथा केमती बुझा जो आज कार्यक्रम सुगता अफिस कहते आम 24 घंटे हेल्पलाइन कर गोटे दायित्व से आमको देती सरकार सागे 24 घंटे हेल्पलाइन की 12 घंटा कम कर 12 घंटा कम कर निश्चित भाव तार दायित्व आम ये नवा 24 घंटा चलवा कि आम जो मैंने बसी आम मानक गोटे कर्तव्य जे समाज में आम ये बसी अल्प लोग कि विराट बड़ समाज ये समाज को सचेतन कर आवश्यकता दीटी धाड़ी कही गोटे हूँ ये जो बो शब्द से ओडिया अस्मितार परिवाहिका बो कहीदे आम जो ओडिशार लोक एक समस्त कहे। द्वितीय कथा हूँ मन पड़गला हठात से कविताटी डरू था अंधार को रखी जाऊ गोरु जनक जननी हृद चाहे सारू जशोदा कृष्ण की सी बो एवं जेते बो अच्छी समस्ते जशोदा एवं जेते बो अच्छी समस्त पुत्र होती कृष्ण। तेणु मो बो जो चलीगले हठात मुझे भावुली जे बो तू तो चली जाऊँ मुझे जानी ते मो रखिपारि ते आम अटकई पारे आउ गोटे बो कौट पाइबी बो आखिरे खाली देखला किसी कहला नहीं किंतु सी जो देखला से चाहनी भितर कहला मु गले कौन है बाकी जेतक अच्छी समस्ते बो ही बो अच्छा एक प्रश्नवाची सृष्टि करुच्ची मो मन एभली नेतृत्व एभली व्यक्तित्व पृथ्वीर सर्वश्रेष्ठ नेतृत्व कहले मंचासे समस्त अतिथि ओडिशा सबु श्रेष्ठ बो मानकर योग्य संतान में संतति मंच उपरे बसी समस्त को प्रणाम जनाऊँगी। मंच बो फाउंडेशन 10व वार्षिक उत्सव जोगदे अत्यंत आनंदित व्यक्तिगत भाव से प्रशांत नंदन सहित मत बहु मनुष्यर सम्मान प्रदान कर सम्मान पाई स्वाभाविक भाव में मुझे आनंदित निश्चय किंतु मन मन भावुची एभली सम्मान देवार आवश्यकता कौन थी मुझे निजे जाने मुझे जड़े बहु मनुष्य जन्म है दिन बो को सब बेसी भल पाई आसी
ଗଲା ପର୍ଯ୍ୟନ୍ତ ମଧ୍ୟ ମୁଁ ତାଙ୍କୁ ଭଲ ପାଉଥିବି, ସ୍ମରଣ କରୁଥିବି। ତେବେ ଏ ପୁରସ୍କାର ମୋତେ ଅନେକ ଦୃଷ୍ଟିରୁ ସଚେତନ କରାଉଛି, ଆତ୍ମସଚେତନ କରାଉଛି। ମୁଁ ଭାଗ୍ୟବାନ ଯେ ବୋଉର ସ୍ନେହ ଶ୍ରଦ୍ଧା ବହୁ ବର୍ଷ ଧରି ପାଇଛି। ବାପା ହେଲା ପର୍ଯ୍ୟନ୍ତ ମୁଁ ବୋଉର ସ୍ନେହ ଶ୍ରଦ୍ଧା ପାଇଛି। କିନ୍ତୁ ଅନେକ ପିଲା ଏମିତି ଅଛନ୍ତି ଯେଉଁମାନେ ଜନ୍ମ ହେବାର ଅଳ୍ପ କାଳ ମଧ୍ୟରେ ବୋଉର ସେବାରୁ ବଞ୍ଚିତ ହୋଇଛନ୍ତି, ସ୍ନେହରୁ ବଞ୍ଚିତ ହୋଇଛନ୍ତି। ସେମାନଙ୍କୁ ମୁଁ ଆଜି ସ୍ମରଣ କରୁଛି। ବର୍ତ୍ତମାନ ପରିଣତ ବୟସରେ ଅନେକ ବୋଉମାନେ ସେମାନେ ଯେଭଳି ଭାବରେ ନିର୍ଯାତିତ ହେଉଛନ୍ତି, ଖବରକାଗଜର ଲୋକ ହିସାବରେ ପ୍ରତିଦିନ ଖବର ଯେଉଁ ପ୍ରକାଶ ପାଉଛି, ଆମମାନଙ୍କର ବାପା ମାଆମାନଙ୍କୁ ଆମେ ଯେତିକି ସୁରକ୍ଷା ଦେଇପାରିବା କଥା, କେବଳ ସାମାଜିକ ବା ରାଜନୈତିକ ସୁରକ୍ଷା ନୁହେଁ, ପାରିବାରିକ ସୁରକ୍ଷା ଯେଉଁ ଦେବା କଥା ତାହା ଦେଇପାରୁନି। ବୋଉ ଫାଉଣ୍ଡେସନ ସେ ଦିଗରେ ଯେଉଁ ଉଦ୍ୟମ କରୁଛି, ସେଥିରେ ଆମେ ସମସ୍ତେ ସହଯୋଗ କରିବା ଦରକାର। ବୋଉ ଭଳି ମହନୀୟ ଶବ୍ଦ, ଦୁଇଟି ଅକ୍ଷର ଶବ୍ଦ ଯାହା ଉଚ୍ଚାରଣ କଲା ଭିତରେ ସନ୍ତାନ ଭିତରେ ଯୋଉ ଭାବଭକ୍ତିର ପ୍ରତିଫଳିତ ହୁଏ, ପ୍ରତିଧ୍ୱନିତ ହୁଏ, ତାହା ମମ୍ ମାମ୍ ମମିରେ ନଥାଏ। କି ମହନୀୟତା! କାରଣ ପୃଥିବୀର 6151ଟି ଭାଷାରୁ ଏକମାତ୍ର ଭାଷା ହଉଛି ଓଡ଼ିଆ ଭାଷା, ଯୋଉ ଭାଷାରେ ଜନ୍ମଦାତ୍ରୀଙ୍କୁ ବୋଉ କୁହାଯାଏ, ଅନ୍ୟ କୋଉଠି ନାହିଁ। ତ ଆମର ଇଏ ବୋଉ ଶବ୍ଦଟି ହଉଛି ଏକ ଅସ୍ମିତାର ପ୍ରତୀକ, ଓଡ଼ିଆ ଭାଷାର, ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ। ସେ ଅସ୍ମିତା ଉପରେ ପ୍ରଶ୍ନ ଚିହ୍ନ ଉଠିବ ସେତେବେଳେ ଯଦି ଓଡ଼ିଆ ସନ୍ତାନଟି ଜାଗୃତ ନ ହବ, ତାହେଲେ ତାକୁ ଓଡ଼ିଆ ସନ୍ତାନ କଣ କହିବା? ଆଜି ଯେଭଳି ଭାବରେ ଯୋଉ ସଂସ୍କୃତି, ମାଟିର ସଂସ୍କୃତି, ପିତା ଧର୍ମ ପିତା ସ୍ୱର୍ଗ ପିତା ହିଁ ପରମ ତପ ପିତରି ପ୍ରତିମା ପର୍ଣ୍ଣେ ପ୍ରିୟନ୍ତି ସର୍ବଦେବତା, ଯୋଉ ମାଟିର ସଂସ୍କୃତି ଜନନୀ ଜନ୍ମଭୂଷ ସ୍ୱର୍ଗାଦପି କରିଅଛି, ସେ ମାଟିରେ ଆଜି ବାପା ପାଇଁ ଗୋଟିଏ ଦିନ ଫାଦର୍ସ ଡେ, ଆଉ ମା ପାଇଁ ଗୋଟିଏ ଦିନ ମଦର୍ସ ଡେ, ଆଉ 363 ଦିନ ଭାଲେଣ୍ଟାଇନ୍ସ ଡେ। ଇଏ କି ଅପସଂସ୍କୃତି! ୟା ବିରୁଦ୍ଧରେ ଇଏ ଏକ ସାଂସ୍କୃତିକ ଅଭିଯାନ, ଇଏ ଏକ ଉତ୍ସବ ନୁହେଁ, ଇଏ ଏକ ସାଂସ୍କୃତିକ ଅଭିଯାନ। ତେଣୁ ଏହା ମଧ୍ୟ ସାମାଜିକ ଆବଶ୍ୟକତା ଏବଂ ସାମାଜିକ ଜନଚେତନା ଜାଗ୍ରତ କରାଇବାରେ ସହାୟକ ହୋଇଥାଏ। ତାର ଅସ୍ମିତା ଯଦି ଅବନମିତ ହେବ, ତାର ଗର୍ବ ଗୌରବ ଗରିମାମୟ ଇତିହାସ ତାକୁ ଯଦି କିଏ ଅବନମିତ କରିବା ପାଇଁ ଚେଷ୍ଟା କରିବ, ପଦୋନ୍ନତ କରିବା ପାଇଁ ଚେଷ୍ଟା କରିବ, ତାର ପରାଜୟ ନିଶ୍ଚିତ ଭାବରେ ହେବ। ଏବଂ ଗୋଟେ ବଡ଼ ଇଏ ହେଉଛି ଏକ ବୀର ଦର୍ପିତ ଜାତି, ଉତ୍କଳ ଜନନୀ ବୀର ପ୍ରସବିନୀ। ଗଙ୍ଗାଠାରୁ କୃଷ୍ଣ ନଦୀ ପର୍ଯ୍ୟନ୍ତ এই ଦିଗ୍ବିଜୟର ବାନା ଉଡ଼ୁଥିଲା ଏ ଜାତିର, ସେ ଅତୀତକୁ ମନେ କର। ଏବଂ ଯେତେବେଳେ ସମଗ୍ର ଭାରତବର୍ଷକୁ ଇଂରେଜମାନେ କରଗଳିତ କରିଥିଲେ, ସେତେବେଳେ 1817 ମସିହାରେ ଯେଉଁ ଚାଲିଲା ପାଇକ ବିଦ୍ରୋହ, ସେ ଥିଲା ଏକ ରକ୍ତାକ୍ତ ଗଣସଂଗ୍ରାମ। ଏବଂ ଏଭଳି ସଂଗ୍ରାମ ଭାରତବର୍ଷରେ ହେଇନାହିଁ, ଯାହାକୁ ତାର ଦେଶତବାର୍ଷିକୀ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାକୁ ତାର ଦେଶବାର୍ଷିକୀ ପାଳନ କରିଛନ୍ତି ଏବଂ ବରୁଣେଇ ଦୁର୍ଗ ଉପରେ ଏକ ସ୍ମାରକୀ ତିଆରି କରିବା ପାଇଁ କହିଛନ୍ତି। ତେଣୁ ମୋ ଉତ୍କଳ ଜନନୀ, ଏଇ ଉତ୍କଳର ଏଇ ବୋହୂମାନଙ୍କୁ ମୁଁ କହିବି ଯେ ଯେଉଁ ପିଲା କାହା ହାତ ତଲୱାର ତମେ ବଢ଼େଇଥିଲ ଲଢ଼େଇ କରିବା ପାଇଁ ମାଟି ମା ପାଇଁ, ସେଇ ଯେଉଁ ଗର୍ବ ତମମାନଙ୍କ ଭିତରେ ଥିଲା, ସେଇଭଳି ଇସ୍ପାତର ମଣିଷ ତିଆରି କର ଏବଂ ଏ ଜାତିର ସ୍ୱାଭିମାନ ପାଇଁ ଲଢ଼େଇ କରିବା ପାଇଁ ଏବଂ ସାଧାରଣ ଲୋକର ଯେଉଁ ଅଧିକାର, ସେ ଅଧିକାରରୁ ଯଦି କିଏ ବଞ୍ଚିତ କରିବେ କୌଣସି ସମୟରେ, ତାର ସାମ୍ବିଧାନିକ ଅଧିକାର ହେଉ ମାନବିକ ଅଧିକାର ହେଉ, ତାହେଲେ ଯିଏ ବଞ୍ଚିତ କରିବ ତା ବିରୁଦ୍ଧରେ ଲଢ଼େଇ କରିବା ପାଇଁ, ସମାଜର ଉତ୍ଥାନ କରିବା ପାଇଁ ସବୁବେଳେ ଚେଷ୍ଟା କରିବ। ତାହେଲେ ବୋଉମାନେ ତାଙ୍କର କର୍ତ୍ତବ୍ୟ କରୁଛନ୍ତି। ବୋଉମାନଙ୍କୁ ଏତିକି ନିବେଦନ ଯେ ସେ ତାଙ୍କର କର୍ତ୍ତବ୍ୟ ଭୁଲି ଯାଆନ୍ତି। ସାର୍, ଆପଣ ଯେମିତି କହିଲେ କି ଓଡ଼ିଆ ଅସ୍ମିତାର ଜୟ ହେଇଛି, ଅହଙ୍କାର ଛାଡ଼ନ୍ତୁ ଆଉ ନିଜ ମାଟି ପାଇଁ ବା ମା ପାଇଁ କାମ କରନ୍ତୁ। ଅସ୍ମିତାର ଜୟ ହେଇଛି ନିଶ୍ଚିତ ଭାବରେ, ନହେଲେ ଏଭଳି ଅସ୍ମିତାର ଜୟ ହେଇଛି, ଅହଙ୍କାର ବି ପତନ ହେଇଛି।